ବେଳେବେଳେ ସମୟ ମଣିଷକୁ ଏପରି ପରିସ୍ଥିତିକୁ ନେଇ ଆସେ, ନା ମଣିଷ କିଛି କହିପାରେ ନା କିଛି ସହିପାରେ। କେବଳ ଧୈର୍ଯ୍ୟ ଧରି ଭଲ ସମୟକୁ ଅପେକ୍ଷା କରିଥାଏ। ମଣିଷର ସବୁଠୁ ବଡ଼ ଦୁର୍ବଳତା, ଯିଏ ଦୋଷ କରେ ସେ ତାର କିଛି ବିଗାଡ଼ି ପାରେନା, ବରଂ ନିଜର ସବୁ ରାଗ ଗୋଟେ ସରଳ ମଣିଷ ଉପରେ ଅଜାଡ଼ି ଦିଏ। ବହୁତ କିଛି ଶିଖାଏ ଏ ଜୀବନ, କେବେ ହସାଏ ତ ପୁଣି କେବେ କନ୍ଦାଏ। ହେଲେ କଣ୍ଟା ଉପରେ ଛିଡ଼ା ହୋଇ ଯିଏ ହସିବା ଶିଖିଯାଏ, ତା ଆଗରେ ଜୀବନ ବି ମୁଣ୍ଡ ନୁଆଁଏ। ଯେଉଁମାନେ ମିଛ କହିଥାନ୍ତି ସେମାନେ ସର୍ବଦା ମିଛକୁ ଲୁଚାଇବା ପାଇଁ ସାମ୍ନାବାଲାକୁ ଚିଲେଇକି ଚୁପ୍ କରେଇ ଦିଅନ୍ତି। ସାମ୍ନାବାଲାକୁ କହିବାର ସୁଯୋଗ ବି ଦେଇନଥାନ୍ତି, ଆଉ ନିଜ ମିଛକୁ ଉଚ୍ଚ ସ୍ୱରରେ ଚାଦରରେ ଘୋଡ଼େଇ ଦିଅନ୍ତି। ବନ୍ଧୁତା ଏମିତି କିଛି ନୁହେଁ ଯାହାକୁ ଆପଣ ବିଦ୍ୟାଳୟରେ ଶିଖିପାରିବେ, କିନ୍ତୁ ଯଦି ଆପଣ ବନ୍ଧୁତ୍ୱ ଶବ୍ଦର ଅର୍ଥ ଶିଖିନାହାନ୍ତି, ତେବେ ବାସ୍ତବରେ ଆପଣ କିଛି ଶିଖିନାହାନ୍ତି। ମଣିଷର ଶରୀର ଯେତେ ବି ସୁନ୍ଦର ହେଉନା କାହିଁକି, ଯଦି ତା ପାଖରେ କୌଣସି ସଂସ୍କାର ନଥାଏ, ତାର ଶରୀରର ସୁନ୍ଦରତା ଫିକା ପଡ଼ିଥାଏ। ମୁଁ ମରିଗଲେ ଗୋଟିଏ ଦିନ କାନ୍ଦିବେ, ସପ୍ତାହେ ଷ୍ଟୋରି ଦେବେ, 11 ଦିନ ମନେ ପକେଇବେ, ଆଉ କିଛି ଦିନ ଗଲା ପରେ ମୁଁ କିଏ କାହାର ମନେ ନଥିବ। ଏଇ ତ ଜୀବନ।